ମୋ ନାଁ ମାନସ କୁମାର ପ୍ରଧାନ। ମୁଁ ଯାଜପୁରରୁ ଆସିଛି। ମୁଁ ଜଣେ ଜଗନ୍ନାଥ ପ୍ରେମୀ। ମୁଁ ପ୍ରତି ମାସରେ ମୋର କାର୍ଯ୍ୟକ୍ଷେତ୍ର ଢେଙ୍କାନାଳ। ମୁଁ ପ୍ରତି ମାସରେ ମିନିମମ୍ ଥରେ ଦୁଇଥର ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସେ। ମୋର ଗୋଟେ ଅନୁଭୂତି ଆଜି କହିବି। ମୁଁ ମୋ ବୋଉ ଏଇଠି 9-10 ମାସ ହେଲା ଚାଲିଯାଇଛି। ମୁଁ ସବୁବେଳେ ମୋ ବୋଉ କୁହେ ଯେ ଜଗନ୍ନାଥ ଧାମକୁ ଟିକେ ଯିବା, ମୁଁ ଜଗନ୍ନାଥଙ୍କୁ ଦେଖିବି। ମୁଁ ଭାବେ କି ମୋ ବୋଉକୁ ଯଦି ଲାଷ୍ଟ ଇଚ୍ଛା ତାର ତାଙ୍କୁ ଜଗନ୍ନାଥଙ୍କୁ ଦର୍ଶନ କରିବି, ସିଏ ମୋ ପାଖରୁ ଛାଡ଼ି ଚାଲିଯିବ, ମୁଁ ସେ ଭୟରେ ଆଣୁନଥିଲି। କିନ୍ତୁ ମୋ ବୋଉ ଗଲା ପରେ ମୁଁ ଜଗନ୍ନାଥଙ୍କୁ ବେଶୀ ଦର୍ଶନ କରିବାକୁ ଆଉଛି। ଏଇଟା ବୋଧେ ତାର ଗୋଟେ ଇଚ୍ଛା ଥିଲା ବୋଲି ମୁଁ ସବୁ ଦର୍ଶକମାନଙ୍କୁ ଜଣାଇବାକୁ ଚାହୁଁଛି। ମୋର ବର୍ତ୍ତମାନ ଜଗନ୍ନାଥ ଧାମ ପୁରୀକୁ ଟ୍ରାନ୍ସଫର୍ ହେଇଛି। ମୁଁ ଯେଉଁ କାମ କରୁଛି, ମୁଁ ଏବେ ପୁରୀରେ କାମ କରିବି। ଜଷ୍ଟ 2 ଦିନ ହେଇଗଲାଣି ମୁଁ ଜଏନ୍ କରିଛି। ମୁଁ ଭାବୁଛି ଏବେ ଜଗନ୍ନାଥଙ୍କର ସବୁବେଳେ କୃପା ଆଶୀର୍ବାଦ ମିଳିବ। ମୁଁ 4 ଧାମ ଯାତ୍ରା କଲା ପରେ ଯେତେ ଆଡ଼େ ବୁଲିଛି, ଠାକୁରଙ୍କୁ ଦର୍ଶନ କରିଛି, ମୋତେ ଜଗାର ସହିତ ଆଖି ମିଶାଇଲା ପରେ ଅଲଗା ପ୍ରକାର ଗୋଟେ ଫିଲ୍ ହୁଏ। ଆଉ ସମସ୍ତଙ୍କୁ କହିବି ଗୋଟେ ବାର୍ତ୍ତା କି ଆମେ ଯେତେବେଳେ ଫୋନ୍ରେ ଉଠଉଛେ, ମୁଁ ଯାହା କରୁଛି ଆମେ ସମସ୍ତେ ସେଇଆ କରିବା। ଆଜିଠାରୁ ହାଲୋ ନ କହିକି ଯେଉଁମାନେ ଦେଖୁଥିବେ ସମସ୍ତେ ଜୟ ଜଗନ୍ନାଥ କହିବେ। ଜୟ ଶ୍ରୀ ଜଗନ୍ନାଥ, ଜୟ ଜଗନ୍ନାଥ। बहुत सुंदर वार्ता ये, धन्यवाद।